କିଛି ଦିନ ତଳେ ଖାଲି ଅଷ୍ଟମ ଶ୍ରେଣୀ ବହିର ବିଜ୍ଞାନ ବହିଟି ବିଷୟରେ ବିଜ୍ଞାନ ବହିଟିକୁ ପୁରାପୁରି ଦେଖିଥିଲି। ପ୍ରକୃତ କଥା ଯାହା କହୁଥିଲେ ମୋ ପୂର୍ବରୁ ସବୁ ଯେ ବିଜ୍ଞାନ ବହିଟା ବହୁତ ବଡ଼ ହେଇଛି, 148 ପୃଷ୍ଠାର। ଆଉ ସେ ଯେଉଁ ଶବ୍ଦ ସବୁ ବ୍ୟବହାର କରାଯାଇଛି ସେଗୁଡ଼ାକ ସାହିତ୍ୟଠୁ ମଧ୍ୟ ଅଧିକ କଷ୍ଟକର ସାହିତ୍ୟିକ ଶବ୍ଦ ସବୁ ବିଜ୍ଞାନ ବହିରେ, ଯେଉଁଟାକି ମୋ ମତରେ ବିଜ୍ଞାନ ପଢ଼ିବାକୁ ହେଲେ ଟିକେ ଆମେ ସରଳ ଭାଷା କରିବା ଦରକାର। ତା ଛଡ଼ା ଏତେ ତଥ୍ୟ ରହିଛି ସେ ବହିରେ, ତାକୁ ଗୋଟେ ପିଲା ବର୍ଷକ ଭିତରେ ପଢ଼ିପାରିବ ମୋର ପାଇଁ ବିପଦ ହେଉନି। ମାନେ ସବୁ ବିଷୟରେ ମାନେ ଏଠି ଖଣ୍ଡେ ଟିକେ ଛୁଇଁଛନ୍ତି, ସେଠି ଖଣ୍ଡେ ଛୁଇଁଛନ୍ତି, ସବୁ ବିଷୟରେ ଛୁଇଁଛନ୍ତି। ଆଉ ବିଶେଷ କରି ମୁଁ ଯେଉଁ ଗ୍ରହ ନକ୍ଷତ୍ର ବିଷୟରେ ଚାପ୍ଟରଟି ଅଛି ସେଇ ବିଷୟରେ ଟିକେ ଭଲ ଭାବେ ପଢ଼ିଲି, ସତ ପଢ଼ି ନାହିଁ, ତାରି ଉପରେ ମତାମତ ମୁଁ ଦେବି। ସେଠି ଗୋଟିଏ ଜିନିଷ ଦୁଃଖର ବିଷୟ, ଆଜିର ସମୟରେ ଅଷ୍ଟମ ଶ୍ରେଣୀ ବିଜ୍ଞାନ ବହିରେ ସ୍ପଷ୍ଟ ଭାବରେ ଲେଖାଯାଇ ନାହିଁ ଯେ ସୂର୍ଯ୍ୟ ଚାରିପଟେ ପୃଥିବୀ ରହିଛି। ଆପଣମାନେ ଯଦି ପଢ଼ିବେ ସେ ବହିଟି, ଯେଉଁଟାକି 400 ବର୍ଷ ତଳୁ ଆମେ ଜାଣିପାରିଲେ, ଲେଖାଯାଇଛି ଇନଡାଇରେକ୍ଟ ୱେରେ ଲେଖାଯାଇଛି ପରେ, ତାକୁ ପୁଣି ଲେଖାଯାଇଛି 360 ଦିନ ଥରେ ବୁଲୁଛି, ଯେଉଁଟାକି ଆମ ପୂର୍ବପୁରୁଷମାନେ କହିଥିଲେ। ତ ଯାହା ବହିର ଲକ୍ଷ୍ୟ ସବୁ ବିଷୟ ଆମେ ପଢ଼ିଲି ବା ଯାହା ଆଲୋଚନା ଜାଣିଥିଲେ, ଆମର ଗୋଟିଏ ଧାରଣା ବର୍ତ୍ତମାନ ଭର୍ତ୍ତି କରିବା ପାଇଁ ଚେଷ୍ଟା କରାଯାଉଛି ଯେ ଆମ ଶାସ୍ତ୍ରରେ ସବୁ ଥିଲା, ଆମେ ସବୁ ଜାଣିଛୁ। ଏଇଟା ଗୋଟେ ମୂଳଦୁଆ ରହିଛି, ଯେଉଁଟାକି ରିଫ୍ଲେକ୍ଟ କରିବା ପାଇଁ ଚେଷ୍ଟା କରାଯାଉଛି। ଯେଉଁଟା ଅଷ୍ଟମ ଶ୍ରେଣୀର ଗ୍ରହ ନକ୍ଷତ୍ର ବିଷୟରେ ଅଛି, ସେଇଟା ବହୁତ ସରଳ ଭାବରେ ବହୁତ କମ୍ ଜାଗାରେ ପ୍ରସ୍ତୁତ କରାଯାଇପାରିବ। କାହିଁକି ଏତେ ବଡ଼ ଜିନିଷ କରୁଛନ୍ତି ତାର କୌଣସି ଯଥାର୍ଥତା ନାହିଁ। ଆଉ ଯେଉଁ ଉପାୟରେ ତାକୁ ବୁଝାଯାଇଛି ପିଲା କେବେ ବି ବୁଝିପାରିବନି, ତାର ବହୁତ ସରଳ ଉପାୟ ସବୁ ଅଛି। ମାନେ ସେଟା ପଢ଼ିଲା ବିଷୟରେ ଜାଣିଛୁ, ବିଶେଷ କରି ଶିକ୍ଷକ ଶିକ୍ଷୟିତ୍ରୀମାନେ କହିପାରିବେ। ତେଣୁ ଏ ବିଷୟରେ ବେଶୀ ମୋର କହିବାର ନାହିଁ, କିନ୍ତୁ ମୁଁ ଭାବୁଛି ମାନେ ଯେହେତୁ ମୋର ଗ୍ରହ ନକ୍ଷତ୍ର ବିଷୟରେ କିଛିଟା ଦଖଲ ଅଛି, ସେ ବିଷୟରେ କାମ କରିଛି, ସେଇ ଚାପ୍ଟରଟାକୁ ଯଦି ମୁଁ ଆଉ ଥରେ ରିରାଇଟ୍ କରିଦେଇ ପାରିବି ତାର କଣ୍ଟେଣ୍ଟକୁ, ଭାବୁଛି ମୋ ପାଇଁ ଗୋଟେ ବଡ଼ କାମ। ମୁଁ ଚେଷ୍ଟା କରିବି ସେଟା କରିବା ପାଇଁ, ମୋତେ ସମ୍ଭବତ ବର୍ଷ ଲାଗିଛି। ତା ଦେହରେ ବହୁତ ଭୁଲ ଧାରଣା ବି ରହିଛି, ଭୁଲ କଥା। ଏପରିକି ପଠାଣି ସାମନ୍ତଙ୍କ ବିଷୟରେ ଯେଉଁ ଲେଖାଯାଇଛି ବହୁତ ଭୁଲ ରହିଛି। ସବୁଠୁ ବଡ଼ ଭୁଲ ହେଲା ମାନେ ପଠାଣି ସାମନ୍ତ କହିଲେ କହୁଛି ତାଙ୍କ ଜନ୍ମ କଟକଣାରେ ସେ 2 ଘଣ୍ଟି ବାଉଁଶ ନଳ ରହିଛି, ସେ କେବେ ବାଉଁଶ ନଳ ବ୍ୟବହାର କରେ, ଏଇଟା ସମସ୍ତଙ୍କ ମନରେ ଧାରଣା। ଏବେ ବି ସେ କହିଲେ ସେଇଟା କୌଣସି ସାର୍ ଜାଣିଥିଲେ ନଳି କହିଲେ ଆମେ ନଳି, ସେ ଆଉ ଗୋଟେ ଜିନିଷ କୁହାଯାଇଛି ଯେଉଁଟାକି ଭୁଲ ବହୁତ ମତେ ଲାଗିଲା। ଆକାଶରେ ଆମେ ଯଦି ଦେଖିବା ସବୁଦିନ ଚନ୍ଦ୍ର ସୂର୍ଯ୍ୟ ପାଖକୁ ପଳେଇ ଆସୁଛି, ମାନେ ଏମିତି ସବୁ ଷ୍ଟେଟମେଣ୍ଟ ରହିଛି, ଯେଉଁଟାକି ଗୋଟେ ଧାରଣା ପିଲାଙ୍କ ଭିତରେ ଆସୁଛି। ବହୁତ ସମୟ ମୁଁ ସ୍କୁଲ ଗଲାବେଳେ ଦେଖେ ଯେ ପ୍ରକୃତରେ ଆମ ଚନ୍ଦ୍ରର ଦୂରତା ଆମକୁ ବହୁତ ଦୂର ଆଗ ପଛ ହେଉଛି। ତ ଏଇଭଳିଆ ତଥ୍ୟଗତ ବହୁତ ରହିଛି ସେଇ ଗୋଟିଏ ଚାପ୍ଟରରେ ଦେଖି, କାରଣ ମୋର ଗୋଟେ ଦରକାର କାରଣ ଜୀବବିଜ୍ଞାନ ଉପରେ ସେ ଯାହା ଲେଖିଛନ୍ତି ମୁଁ ପଢ଼ିବାକୁ ଚେଷ୍ଟା କରେ, କିନ୍ତୁ ତା ଦେହରେ ତ ଭୁଲ କିଛିଟା ପାଇପାରିବେ, ସେ ବିଷୟରେ ଯେଉଁମାନେ ଜୀବବିଜ୍ଞାନୀ ସେମାନେ ଅଧିକ କରିପାରିବେ ନିଶ୍ଚିତ ଭାବରେ। ତେଣୁ ଯାହାର ଯେଉଁ ଦକ୍ଷତା ଅଛି, ଯଦି ଆମେ ଟିକେ ତାକୁ କମ୍ପ୍ଲିଟଲି ସଜେସନ୍ ଦେଇପାରିବା, ହୁଏତ ଆଗକୁ ସେଇଟା ଭଲ ହେବ। ମୁଁ ଏତିକି କହିବି। ବହୁତ ଧନ୍ୟବାଦ।